ଗୀତା, କଣ ହେଲା? ଗୀତା, ତମେ ଯାହା କରୁଛ ଠିକ କରୁଛ ତ? ଆରେ ମୁଁ କାଲି କଣ ଅଫିସ ଗଲି, ମୁଁ ଆସିଲା ବେଳକୁ ଦେଖିଲା ବେଳକୁ ବାପା ବୋଉ ଘରେ ନାହାନ୍ତି। ହଁ, କୁଆଡେ ଗଲେ ସେ? ତମ ବାପା ବୋଉ କୁଆଡେ ଗଲେ ମତେ କଣ ପଚାରୁଛ? ତାଙ୍କୁ ପଚାରୁନ। ମାନେ, ଆରେ ତମେ ଘରେ ଥିଲ, ଆରେ ତମକୁ ପଚାରିବି ତ କାହାକୁ ପଚାରି ମତେ କହିଲ? ହଁ? ଆରେ ତମେ ବୋହୂ ହିସାବରେ ଶାଶୁ ଶ୍ୱଶୁରଙ୍କ ପାଇଁ ତମର କର୍ତ୍ତବ୍ୟ କିଛି ଅଛି ନା ନାହିଁ? ନା ଏମିତି ଖାଲି ଆଣ୍ଟା କରି ଘରଟାରେ ବଇଛ? କହୁଛ କଣ କୁଆଡେ ଗଲେ ମୁଁ ଜାଣିନି, ତାଙ୍କୁ ପଚାର ବୋଲି। କଣ ମୁଁ ବୋହୂ ହିସାବରେ କିଛି କର୍ତ୍ତବ୍ୟ କରୁନି? ତାଙ୍କ ପାଇଁ ରୋଷେଇ କରୁଛି କିଏ? ତାଙ୍କୁ ଖାଇବାକୁ ଦଉଛି କିଏ? ତାଙ୍କ ସେବା କରୁଛି କିଏ? ତାଙ୍କୁ ଠିକ ସମୟରେ ମେଡିସିନ ଦଉଛି କିଏ? ଆରେ ତମେ ଯୋଉ ଏତେ ସବୁ ଯଦି କରୁଛ, ତାହେଲେ ସେ ଘରେ କମେ ନାହାନ୍ତି? ମୁଁ ଯେତେବେଳେ ଅଫିସ ଗଲି, ସେ ଘରେ ଥିଲେ ଟି? ମୁଁ ଅଫିସରୁ ଆସିଲା ବେଳକୁ ଘରେ କାହିଁ ସେ ନାହାନ୍ତି? କୁଆଡେ ଗଲେ ସେ? ସିଏ ଘରୁ ପଳେଇଲେ। ସେ ଯଦି ଘରୁ ପଳେଇଲେ, ତମେ ବୋହୂ ସେ ତାଙ୍କୁ ଅଟକେଇ ପାରିଲନି? ମୁଁ ତମର ଏତେ ସେବା କରୁଛି, ମୁଁ ତାଙ୍କୁ କହିଲି ତମେ ଘରୁ ଯାଆନି। କଣ ହେଇଛି? ତମ ପୁଅ ଆସନ୍ତୁ ବୁଝିବା। କୁହ, ତମେ ଏତେ କଥା କହିଲ, ତାହେଲେ ସେ ପଳେଇଲେ କଣ ପାଇଁ? କଣ ଭାବୁଛ ମୋର ଭୁଲ? ମୁଁ ତାଙ୍କର ଏତେ ସେବା କରୁଛି, ଏତେ ଯତ୍ନ ନଉଛି, କୋଉଦିନ ତାଙ୍କର ଅସୁବିଧା ମୁଁ କରିନି। ଗୋଟେ କଥା ଶୁଣ, ଦୁନିଆରେ ସବୁ ବୋହୂ ଖରାପ ନୁହନ୍ତି। କିଛି ଶାଶୁ ଶ୍ୱଶୁର ବି ଖରାପ ଅଛନ୍ତି। ନହେଲେ ଏତେ ସେବା କଲା ପରେ ବି ସିଏ ମୋ କଥା ରଖି ନଥାନ୍ତେ? ଦୁନିଆରେ ସମସ୍ତେ ଯୋଉ ଭାବୁଛନ୍ତି ବୋହୂ ଖରାପ ବୋଲି, ସେଇଟା ଭାବିବା ଭୁଲ। କାରଣ କିଛି ବି ଶାଶୁ ଶ୍ୱଶୁର ଖରାପ ଅଛନ୍ତି। ତେଣୁ ସବୁବେଳେ ବୋହୂକୁ ଭୁଲ ଦେବାଟା ଠିକ ନୁହେଁ। ଗୀତା, ତମେ ନା ଠିକ କଥା କହିଛ। ଦୁନିଆରେ କିଛି ଶାଶୁ ଶ୍ୱଶୁର ଥାନ୍ତି, ଖରାପ ଥାନ୍ତି। ସବୁଠି ବୋହୂ ଖରାପ ନୁହଁ। ଗୋଟେ ବୋହୂ ଶାଶୁ ଶ୍ୱଶୁରଙ୍କର ଏତେ ଯତ୍ନ ନେଲା ପରେ, ଏତେ ସ୍ନେହ କଲା ପରେ, ଏତେ ସେବା କଲା ପରେ, ଯଦି ଶାଶୁ ଶ୍ୱଶୁର ବୁଝିପାରିବେନି, ଆମେ ବୋହୂକୁ ଏଠି ଭୁଲ ଭାବିବାଟା ଠିକ କଥା ନୁହଁ। କାରଣ ଦୁନିଆରେ କିଛି ବି ଶାଶୁ ଶ୍ୱଶୁର ଖରାପ ଥାନ୍ତି, କିନ୍ତୁ ବୋହୂ ସେଇ ଜାଗାରେ ଠିକ ଥାଏ। କାରଣ ବୋହୂର ସେ ମୂଲ୍ୟଟାକୁ ସେ ବୁଝି ପାରନ୍ତିନି। ତେଣୁ ସବୁବେଳେ ଆମେ ବୋହୂକୁ ଭୁଲ ଦବାଟା ଏଟା ଅନୁଚିତ। କିଛି ଜାଗାରେ ବାପା ମା ବି ଭୁଲ କରନ୍ତି। ପ୍ରକୃତ କଥାଟା କଣ? ସବୁବେଳେ ବୁଝିକି ସ୍ତ୍ରୀ ଉପରେ ରାଗନ୍ତୁ। ଏମିତି ତୁଚ୍ଛାଟାରେ ନ ବୁଝିକି ନିଜ ସ୍ତ୍ରୀ ଉପରକୁ ହାତ ଉଠେଇ ଦିଅନ୍ତୁ ନାହିଁ। କାରଣ ସବୁବେଳେ ସ୍ତ୍ରୀ ଖରାପ ନଥାଏ, କେତେ ଜାଗାରେ ବି ମଧ୍ୟ ବାପା ମା ଭୁଲ ଥାନ୍ତି। ଯଦି କଥାଟା ଆପଣମାନଙ୍କୁ ଭଲ ଲାଗିଥିବ, ତାହେଲେ ନିଶ୍ଚୟ ଭିଡିଓଟିକୁ ସେୟାର କରିବେ।